ଉଁ, ଅ, ଅ, ଉଁ, 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 ଅ, ଆ, ଅ, 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 କଣ ରେ କିଏ ରେ ସକାଳୁ ସକାଳୁ ଓ ହାଁ ମୁଁ କହିଥିଲି ନା ଇଏ ମୋ ଆରେ ସାଙ୍ଗ। କଣ କି ରେ ଆରେ ସାଙ୍ଗ, ମୁଁ ବାହାରେ କିଛି କହିପାରିବି ନାହିଁ, ଭିତରକୁ ଆସିପାରିବି? ଠିକ ଅଛି ଭିତରକୁ ଆ ଆସ। କଣ ଇଏ ସବୁ ଅ, ଇଏ ଇଏ ମୋ ଇଏ ମୋ ଲଭର ମମତା। ଆମେ ଦି ଜଣ ଘରୁ ଲୁଚି ଆସି ମୁଁ ଜାଣିପାରୁନି ତତେ କେମିତି ଆବେ କହିବି। ଯା କହୁଛୁ ସଫା ସଫା କହ ନା। କହୁଛି ରହ। ୟାଙ୍କ ନାଁ ମମତା। ଆମେ ଦି ଜଣ 10 ଦିନ ହେଲାଣି ପ୍ରେମ କରୁଛୁ। ଆମ ଲଭ୍ ତ ପୁରା ସିରିୟସ୍ ଅଛି। ଏହି କଥା ତାଙ୍କ ଘର ଲୋକ ଜାଣିଲା ପରେ ତା ବାପା ତାକୁ ଆଉ ଜଣଙ୍କ ସହିତ ବାହା କରିବାକୁ ଚାହୁଁଥିଲେ। ଯେତେବେଳେ ଏଇ କଥା ମୁଁ ଜାଣିଲି, ଆମେ ଦି ଜଣ ଘରୁ ଲୁଚି ପଳେଇ ଆସିଲୁ। ୟାଙ୍କ ବାପା ଜାଣିଦେଇଛନ୍ତି କି ଆମେ ସହରକୁ ଲୁଚି ପଳେଇ ଆସିଛୁ। ଆଉ ତା ବାପାଙ୍କ ଲୋକମାନେ ଆମକୁ ମାରିବା ପାଇଁ ସହର ସାରା ଖୋଜି ବୁଲୁଛନ୍ତି। ଆମେ ଦି ଜଣ ଜାଣିପାରୁନୁ ଆମେ ଏବେ କ'ଣ କରିବୁ ବୋଲି। ସେଥିପାଇଁ ତୋ ପାଖକୁ ପଳେଇ ଆସିଲି। ଏବେ ତତେ ହିଁ କିଛି ନା କିଛି ସାହାଯ୍ୟ କରିବାକୁ ପଡ଼ିବ। ଆବେ କଣ ବକି ଚାଲିଛୁ? ଆରେ ପିକ୍ଚରର କାହାଣୀ ଭଳିଆ କିଛି ବି ଗପି ଚାଲିଛୁ। ପ୍ରେମ କରୁଛୁ, 10 ଦିନ ରଖିବୁ କହୁଛୁ। କଣ କହୁଛୁ ମୁଁ କିଛି ବୁଝିପାରୁନି। ତୁ କଣ ଭାବିଛୁ କହିଲୁ? ହଁ ରେ, ଏହି ସମୟରେ ତୋ ବିନା ଆଉ କେହି ବି ନାହାନ୍ତି ରେ। ସେଥିପାଇଁ ତୋ ପାଖକୁ ପଳେଇ ଆସିଲି। ଆଉ ମୋ ପାଖେ କିଛି ବି ରାସ୍ତା ନାହିଁ। ପ୍ଲିଜ୍ ସାଙ୍ଗ, ଏବେ ତୁ ମୋତେ ସାହା ହ। ତୋ ଉପରେ ଭରସା କରିକି ଆମେ ଲୁଚି ପଳେଇ ଆସିଛୁ। ଆଉ ଏଠି ସହରରେ ରହିକି ମୁଁ କିଛି ନା କିଛି ଗୋଟେ ଚାକିରି କରିନେବି। କ'ଣ ସାଙ୍ଗ, ଘରେ କେହି ବି ନାହାନ୍ତି କି? ମଉସା ବାହାରକୁ ଯିବାକୁ କହୁଥିଲେ, ପଳେଇଛନ୍ତି କି? ହଁ ସାଙ୍ଗ, ପାପା ଫରେନ୍ ଚାଲିଗଲେ। ଆଉ ଆସିବାକୁ ତାଙ୍କୁ 6 ମାସ ଲାଗିବ। ଆଚ୍ଛା, ଠିକ୍ ଅଛି। ଆମେ ଦି ଜଣ ତୋ ଉପରେ ଭରସା କରିକି ଆସିଛୁ। ଆଉ ଯଦି ତୋ କମ୍ପାନୀରେ କିଛି କାମ ଅଛି ତାହେଲେ ମୋତେ ଟିକେ ଜଣେଇବୁ ପ୍ଲିଜ୍। ମୋ କମ୍ପାନୀରେ ଗୋଟେ ବି ଭ୍ୟାକେନ୍ସି ନାହିଁ ରେ ୟାର। ଓ, ଏମିତି କି? ତାହେଲେ ଠିକ୍ ଅଛି, ଅନ୍ୟ କିଛି କମ୍ପାନୀରେ କାମ ମିଳିଯିବ କି? ଠିକ ଅଛି, ମୁଁ ଟ୍ରାଏ କରିକି ଦେଖୁଛି। ଥ୍ୟାଙ୍କ୍ସ ସାଙ୍ଗ। ଠିକ୍ ଅଛି ନା? ଓକେ। ଠିକ ଅଛି, ତମକୁ ରୁମ୍ ଦେଖାଉଛି ହଁ, ଚାଲ। ଠିକ୍ ଅଛି। ଠିକ୍ ଅଛି। ଆସ। ଇଏ ଦେଖ, ଇଏ ତମ ରୁମ୍। ହୁଁ। ଆଗ 2 ଜଣ ଆରାମ କର, ହଁ। ମୁଁ ବାହାରେ ଅଛି। ଠିକ୍ ଅଛି। ଆରେ ବାପରେ। ଶୁଣ, କ'ଣ ସତରେ ତମ ସାଙ୍ଗ ମାମୁଙ୍କୁ ହେଲ୍ପ କରିବେ? ନିଶ୍ଚୟ ସେ କରିବ। ତାହେଲେ ତା ପୂର୍ବରୁ ଆମେ ଦି ଜଣ କିଛି କରିବା। ମୁହଁ ଭାଙ୍ଗିଦେବି ତମର। ଏବେ ବାଥରୁମ୍ ଯାଇକି ଗାଧେଇକି ଆସ। ତାପରେ ଗୋଟେ ଭଲ ଚାକିରି କୋଉଠି ଦେଖ ତମ ପାଇଁ। ବାହା ହେଇକି ଆମକୁ ଲାଇଫରେ ସେଟଲ୍ ହବାର ଅଛି। ଏବେ ଏଇଟା କରିବି ସେଇଟା କରିବି ଏସବୁ ଛାଡ଼ିକି ଏବେ ଯାଅ ଗାଧେଇକି ଆସ। ଜଲ୍ଦି ଯାଅ ଏବେ। ଠିକ୍ ଅଛି, ଚିଲାଉନି ଟୋଟାଲି। ମୁଁ ଯାଉଛି ଗାଧେଇବାକୁ। ଗାଧେଇ ସାରି ବାହାରକୁ ଯିବି କାମ ଖୋଜିବା ପାଇଁ। ଠିକ୍ ଅଛି। ଏ ନିଅ ତମ ଟାୱେଲ ତ ନିଅ। ଆରେ ମୋ ମୁହଁକୁ କାଇଁ ଫୋପାଡୁଛ? ଆରେ ବାପରେ, ଆକୁ ଏତେ ସୁନ୍ଦର ଝିଅ ମିଳିଲା, ସେ ପୁଣି 10 ଦିନର ଚକ୍କରରେ। ମୁଁ ପୁଣି ଏତେ ସାରା ବିଜନେସ୍ କରୁଛି, ମତେ ଗୋଟେ ବି ମିଳୁନି। ମୋ ଭିତରେ କ'ଣ କମ୍ ଅଛି? ମତେ ଗୋଟେ ବି ଝିଅ ପ୍ରେମ କରୁନାହାନ୍ତି। ଆଉ ଏ ସାଙ୍ଗକୁ ଗୋଟେ ଝିଅ ପ୍ରେମ କଲା କେମିତି? ଆରେ ସାଙ୍ଗ, ଇଏ ସବୁ ଭାଗ୍ୟର ଖେଳ। ବୋଧହୁଏ ଉପରବାଲା ମୋ ଭାଗ୍ୟରେ ଏସବୁ ଲେଖିନି। ସିଏ ବହୁତ ଭାଗ୍ୟଶାଳୀ। ଶୋଇବା ସମୟରେ ମଧ୍ୟ ମୁହଁରେ ରାଗ ଜଣା ପଡୁଛି। କ'ଣ ହେଲା? ଏମିତି କାହିଁକି ଦେଖୁଛ? ଏମିତି ଦେଖି ଦେଖିକି ତ ପଟେଇଦେଲ ମତେ। ଆଉ କ'ଣ ଚାହୁଁଛ? ଠିକ୍ ଅଛି, ଯାଅ ଜବ୍ ପାଇଁକି କୋଉଠି କଥା ହୁଅ। ଆଉ ଗୋଟେ ସାଙ୍ଗକୁ କହିଥିଲି, ସେ ମୋତେ ଡାକିଛି ଏବେ। ଯାଇକି ଦେଖି ଆସେ। ଆଉ ତାପରେ ରାଜା ବି ତ କାମ ଖୋଜୁଛି। ଦେଖିବା। ଠିକ୍ ଅଛି, ମୁଁ ଯାଉଛି। ହଁ, ଠିକ୍ ଅଛି।
ନିଜର ଯତ୍ନ ନେବ। ଓକେ। ଠିକ୍ ଅଛି ମୁଁ ଆସୁଛି। ହଁ ଯାଅ। ରାଜା ହୁଁ ହେଇ କ'ଣ କିରେ କୁଆଡ଼େ ଯାଉଛୁ ତୁ? କିଛି ନୁହେଁ ସାଙ୍ଗ, ଏଇ କାମ ଖୋଜିବା ପାଇଁ ବାହାରକୁ ଯାଉଛି। କ'ଣ ସାଙ୍ଗ, ତତେ ମୁଁ ଆଗରୁ କହିଛି ନା ମୁଁ ତୋ ପାଇଁ ଟ୍ରାଏ କରୁଛି ବୋଲି। ସେମିତି କିଛି ନୁହେଁ ରେ, ମୁଁ ଆଉ 2 ଜଣ ସାଙ୍ଗ ବି କହିଛି, ବାସ୍ ତାଙ୍କୁ କେବଳ ଦେଖା କରିକି ଆସେ। ସେସବୁ ରହିବାକୁ ଦେ। ଏ ସୁନ୍ଦର ଝିଅ ତୋ ସାଙ୍ଗରେ ଭରସା କରି କେମିତି ଆସିଲା? ଏତେ ସୁନ୍ଦର ଅଛି, ଦେଖିଲା ବେଳକୁ ହିରୋଇନ୍ ଭଳିଆ ଲାଗୁଛି, ଆଉ ତାକୁ ତୁ 10 ଦିନ ଭିତରେ ପଟେଇ ଦେଲୁ। ଇଏ ମତେ ବିଶ୍ୱାସ ହଉନି ବେଟା। ତୁ ଏତେ ସିମ୍ପଲ ଲୋକ ନୁହେଁ ରେ। କ'ଣ ରେ, ସିଏ ମୋ ପ୍ରେମିକା, ଟିକେ ଭଲ ଭାବେ ଚିନ୍ତା କରି କଥା କହ। ନାହିଁ ରେ, ଦେଖିବାକୁ ସୁନ୍ଦର, କିଛି ଭୁଲ କହିଲି କି? ଆରେ ସେମିତି କିଛି ନୁହେଁ ରେ, ଛାଡ଼ ସେସବୁ। ଠିକ୍ ଅଛି, ତୁ ଯଦି ବାହାରକୁ ଯାଉଛୁ ତାହେଲେ କିଚେନରେ ଜଳଖିଆ ରଖିଛି, ଖାଇଦେଇକି ଯା। ଖାଇବା ରଖିଛୁ? ଜଳଖିଆ କିଏ ବନେଇଛି? ଆରେ ଜଣେ ରାନ୍ଧିଲା ବୋଲି ସକାଳେ ଆସିକି ରୋଷେଇ କରିଦେଇ ଯାଏ। ତତେ ବାହାର ଖାଇବା ଦରକାର ନାହିଁ। ଏମିତି ବି ତୋ ପ୍ରେମିକା ଖାଇନଥିବ, 2 ଜଣ ମିଶିକିରି ଖାଅ। ଠିକ୍ ଅଛି? ଠିକ୍ ଅଛି ସାଙ୍ଗ, ମୁଁ ଏବେ ଠିକ୍ ଅଛି, ଆସୁଛି। ତୁ ଯା। ମୁଣ୍ଡ ଖରାପ କରିବାକୁ ଆସିଛି। ମମତା? କ'ଣ ହେଲା? କଥା ହେଲ ସାଙ୍ଗ ହଁ ସହିତ? କଥା ହେଇଗଲି, ଆଉ ସେ ଜଳଖିଆ ବି ବନେଇ ଦେଇଛି। ରାଜା କହିଲା ଆମେ 2 ଜଣ ଜଳଖିଆ କରିଦେବା, ଆସ 2 ଜଣ ଖାଇଦେବା। ଓକେ, ତମେ କିଛି ଠିକ୍ ଖାଇନ ଅଛି। ନା? ଆସ ଖାଇଦେବା, ଆସ। ଠିକ୍ ଅଛି। ଆରେ ଆସ 2 ଜଣ ବସି ଖାଇବା। କିଛି ନାହିଁ ରେ, ତମେ ଖାଇଦିଅ, ମୁଁ ପଛରେ ଖାଇଦେବି। ତମେ ଆଗ ଖାଅ। ହଉ ଠିକ୍ ଅଛି। ଟିକେ ଚଟଣି ଦବ। ହୁଁ। ଠିକ୍ ଅଛି, ମୁଁ ଜଲ୍ଦି ଆସିଯିବି। ଓକେ, ସମ୍ଭାଳିକି ଯିବ। ବାପାଙ୍କ ଲୋକ ଆମକୁ ଖୋଜୁଥିବେ। ଆଚ୍ଛା, ଆମେ ଏଇଠି ଅଛୁ, ତମ ବାପା କେମିତି ଜାଣିବେ? ତମେ ଟୋଟାଲି ଡର ନାହିଁ, ମୁଁ ଧ୍ୟାନସେ ଯାଇକି ପଳେଇ ଆସିବି। ହେଲା, ଠିକ୍ ମୁଁ ଅଛି। ଆସୁଛି, ବାଏ। ବାଇ। ଦେଖିକି ରହିବ। କ'ଣ ଆଜ୍ଞା ଏମିତି ବସିଛନ୍ତି, ଖାଇଲେଣି କି ନାହିଁ? ଆଜ୍ଞା ନାହିଁ, ଏବେ ଫ୍ରେଶ ହେଇକି ଆସିଲି। ଟିକେ ଯାଉ, ମୁଁ ପଛରେ ଖାଇନେବି। ଠିକ୍ ଅଛି, ଆସନ୍ତୁ। ମୁଁ ବି ଏଯାଏ କିଛି ଖାଇନି, ଚାଲନ୍ତୁ ଏକାଠି ମିଶିକି ଖାଇବା। ନାଇଁ, କିଛି କଥା ନାହିଁ, ଆପଣ ଯାଇକି ଖାଇ ନିଅନ୍ତୁ। ଆରେ ବହୁତ ଡେରି ହେଇଗଲାଣି, ଆସନ୍ତୁ ଆସନ୍ତୁ, ଚାଲନ୍ତୁ ଖାଇବା। ଠିକ୍ ଅଛି, ମୁଁ ବାଢୁଛି, ଆଁ? ଆପଣ ଖାଆନ୍ତୁ। ନାଇଁ ଠିକ୍ ଅଛି? ନାଇଁ, ଠିକ୍ ଅଛି, ଆପଣ ବସିଯାଆନ୍ତୁ। କିଛି ଯାହା ନାହିଁ, ବି ଆପଣ ହଉ, ଖାଆନ୍ତୁ ଆପଣ ନା। ମୋ ଫ୍ରେଣ୍ଡର ଲଭର ନା, ଆପଣ ଟିକେ କମ୍ପାନୀ ଦିଅନ୍ତୁ। ଆଜ୍ଞା, ଠିକ୍ ଅଛି। ଗୋଟେ କଥା ପଚାରିବି, ତମେ କେମିତି ଆ ସାଙ୍ଗରେ ଫସିଲ? କେମିତି ପରିଚୟ ହେଲା? ମୁଁ କଲେଜ ପାଇଁକି ଡେଲି ବସ୍ରେ ଯାଉଥିଲି, ଆଉ ସିଏ ବସ୍ ଷ୍ଟପ୍ରେ ବସିକି ସବୁବେଳେ ମୋତେ ଏମିତି ଦେଖୁଥିଲେ, ଆଉ ତାପରେ ସେତେବେଳଠାରୁ ଏମିତି। ଆଉ ତମେ 2 ଜଣ ଖାଲି 10 ଦିନ ହବ ଦେଖାଇଛ ନା, ଶୁଣିକି ମତେ ବିଶ୍ୱାସ ହେଲାନି। କାହାକୁ ହୃଦୟରେ ବସିବା ପାଇଁକି କେବଳ 10 ବର୍ଷ ନୁହେଁ, କେବଳ 10 ଦିନ ହିଁ ଜରୁରୀ। ଆରେ ବାଃ, ଇଏ ତ ହିର ରାଞ୍ଜାଠୁ ବଡ଼ ଲଭ୍ ଷ୍ଟୋରି ଭଳିଆ ଲାଗୁଛି। ହଁ, ଆମ ପ୍ରେମ ଏମିତି ଅମର। ଠିକ୍ ଅଛି, ଇଏ ଆଉ କାହା ଘର ଭାବିକି ଖାଇବାରେ ଲାଜ କରିବା ଦରକାର ନାହିଁ। ଇଏ ନିଜର ଘର ଭାବିନିଅ। ଭଲରେ ଖାଅ, ପୁରା ବେଫିକର ରୁହ। ଠିକ୍ ଅଛି? ଠିକ୍ ଅଛି। ଏବେ ତ ଖାଇବା ହେଇଗଲା, ଟିକେ ବସିକି କଥାବାର୍ତ୍ତା ହବା। ଓକେ।
ठीक अच्छी से सब रहा दियो से कहूला तुम दी जन प्रेम विषय घरे कौन प्रोब्लेम अच्छी आमे दी जन को प्रेम करूथिलु ए कथा मो डैडी जानी गले आउ ताकू ए सब जमा पसंद नुह तांको मु भलो भाबे जानिची सेथिपाई आमे दी जन लुचिकी पळे आसिलु एटिकी बाहा बा पाई की मो डैडी को लव रे मैरिज करबा तांकर पसंद नुह टीवी रे न्यूज़ पेपर रे एमतिया न्यूज़ देखि देबे तो सी बहुत रागी जानती कहीं के माने एमती प्रेम करके ए चक्कर रे पड़ के निज को बर्बाद करंती बहुत नफरत अछि तांकर ए सब रे तथापि तमे एमती पळै आसिलो काईकी घर वाला सहित कथा ही पारथांतो ना आमे जदि कथा ही थांतु ए विषय रे भाबी नियंतु सब सरी जाई थांता मो डैडी ना आम दी जन को मारी देई थांते मो डैडी को विषय रे आपण जमा जानी नाहंती से बहुत स्ट्रिक्ट थरे ना मो सामना रे जनकर मुंड फाटी देइथिले से बहुत रागी से कहा कथा सुनंतिनी ठीक अच्छी गोटे पटरू देखा तो तुम जहाँ कर ठीक कर ठीक अच्छी मु मो रूम रे जाइए रेस्ट करुँची कौन कि मुझे टायर्ड हो जाइए ओके ठीक अच्छी हाँ अरे सॉरी अजणे रे चली आसली मु तो प्रकृत रे भूली जाइथिली आपण ए रूम रे अछंती किछि अलगा चिंता रे मु पळे आसली किछि भूल बुझिबनी सॉरी अरे किछि कथा नहीं आपण आसंतु ना बसंतु हाँ कुहंतु कौन कथा अछि नाई किछि नाई राजा बाहर को जाइथिला डेरी हे गेलानी तो तार एजाय किछि खबर नाई नहीं सी चाकरी पाई कि बाहर को जाइचंदी ना सेति पाई मो भी तांको कॉल करूनी अरे गोटे थर फोन करी पचार ना बहुत डेरी हे गेलानी ना किए जाने कौन हैला आपण जो नंबर को डायल करिसंती से नंबर एबे स्विच ऑफ अछि दया करी किछि समय परे कॉल करंतु ये कौन तांको नंबर तो स्विच ऑफ देखौची आउ थरे ट्राई करके देखंतु आपण जो नंबर को डायल करिसंती से नंबर एबे स्विच ऑफ अछि दया करी किछि समय परे कॉल करंतु ये तो केबे भी स्विच ऑफ करंतिनी जणा नहीं कौन हैला एबे कौन करबी तांको फोन स्विच ऑफ देखौची काले मो बापा को लोक तांको किछि कर दिलेनी तो मते बहुत डर लागुची एमिति किछि हबनी आपण डरंतुनी से आसी जीवो आउ एमिति भी मु अछि ना आपण जमा टेंशन नियंतुनी एमिति तो लागुची सेही बोधे चलन तो देखिबा थैंक गॉड तमे आसी गलो हाँ। जानिचो केते थरा मु तुमको कॉल करची तमो फोन स्विच ऑफ काहे के अछि फोन मोर हाथरू गली पड़थिला आ मु ताको ध्यान न देई घर पळे आसिली लागुस तमे सेतोल ही कॉल करथिबो घर को आसी देखिली मो फोनटा स्विच ऑफ हो जाइची चलो ठीक अछि एते भीतर को आसो ठीक अछि सांग मु भीतर जाउची तो संगे किछि कथावार्ता अछि बसिलु कौन सांग मु जाए प्रथमे फ्रेश ही आसे तापर जाई तो से कथा हेबी अरे तो संगे गोटे जरूरी कथा करिवार थिला जरूरी कथा कहा विषय रे किछ समय पूर्व तो लभर जतले कपड़ा चेंज करथुला मो अजणा रे भीतर को चली गली सॉरी सांग मते किछि भूल बुझिबुनी ओ एमिति की तू तो जानी सुनी करिनु तू तो एमिति भूल से पळे जाइथिबु जानी सुनी करवाटा ही तो भूल तू मोर सांग मु तो बहुत भल भाबे जानिची से सब ठीक अछि तू काम खोजिया को जाइथिलु ना काम किछि मिलला कि ना सांग देखा करके आसिली एमडी को देखा करिया खेले 2टा बेलू जिया पड़िबो अबे मु तते आगुरु कहली ना मु निजे ट्राई करिवि जेबे देख तू खाली तरतर हो सेमिति किछि नुहे रे एही समय मते कामटा निहाती जरूरी अछि तेनिकी मु देखे कि तू देखे सेते कोन अछि सेथि पई तो मु शीघ्र शीघ्र काम देखुजी कारण आम दी जन को बाहा की सेटल होबार अछि ना ठीक अछि तू आग फ्रेश अप हेकी आग जाई कोन खाई दे बाकी सब पछरे कथा हवा ठीक अछि सांग